ମୁଖିଗୁଡ଼ା ଓଏଚପିସିକୁ ପେନସନ ପାଇ ଆସି ଚାଲିଗଲା ଜୀବନ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ପାଇକପଡ଼ା ପଞ୍ଚାୟତର ପଲସାପଡ଼ା ଦକ୍ଷିଣ କେନାଲରେ ଭାସି ଭାସି ଆସିଥିବା ମହିଳାଙ୍କ ଶବ ଉଦ୍ଧାର। ସ୍ୱାମୀ ଚନ୍ଦ୍ରସୌରା ଇନ୍ଦିରାବତୀ ଓଏଚପିସିର କର୍ମଚାରୀ ଥିଲେ, ହେଲେ 2 ବର୍ଷ ହେଲା ମୃତ୍ୟୁବରଣ କରିଛନ୍ତି। ତାଙ୍କ ଧର୍ମପତ୍ନୀ ହୀରାମଣି ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିଲେ। ତାଙ୍କ ପାଇଁ ହେଲା ପେନସନ ମଞ୍ଜୁର। ପେନସନ ମଞ୍ଜୁର ହେଲା ପରେ ପଟ୍ଟାଗୁଡ଼ା ନବରଙ୍ଗପୁର ଜିଲ୍ଲାରୁ ମୁଖିଗୁଡ଼ା ଆସିଥିଲେ। ପୁଅ କିଶୋର ଓ ବୋହୂ କୌଶଲ୍ୟା ସୌରା ମନରେ ଅନେକ ଖୁସି। ମା ଆମର ପେନସନ ପାଇଁ ଯାଉଛି, ଟଙ୍କା ଆଣିବ, ଘରର ଆର୍ଥିକ ସ୍ଥିତି ସୁଧୁରିବ। ମନରେ କେତେ ଖୁସି, ହେଲେ ତାଙ୍କ ଖୁସି ଆନନ୍ଦରେ ରହିଗଲା। ଖୁସି ପରିବର୍ତ୍ତେ ଆସିଗଲା ଦୁଃଖର ଲହଡ଼ି। ଭାଙ୍ଗି ପଡ଼ିଲେ ପରିବାର ଲୋକେ। ସୋମବାର ଦିନ ପୁଅକୁ କହିଲେ, ପୁଅରେ ମୁଖିଗୁଡ଼ା ଯାଉଛି ବାହୁଡ଼ା ଯାତ୍ରା ଦେଖିବି, ଜୟପାଟଣା ବ୍ଲକ ରାଣୀବାହାଲ ସମ୍ପର୍କୀୟ ଘରେ ରହିବି, ପେନସନ ନେଇ ଘରକୁ ଫେରିବି। ହେଲେ 3 ଦିନ ହେଲା ମା ହୀରାମଣି ଆଉ ଫେରିଲା ନାହିଁ। ତା ଆସିବା ବାଟକୁ ଅନେଇ ବସିଲେ ପୁଅ ବୋହୂ, ହେଲେ ମା ଫେରିଲା ନାହିଁ। ଶେଷରେ ଖୋଜିବା ଆରମ୍ଭ କଲେ। ଖବର ପାଇଲେ ମା ଦକ୍ଷିଣ କେନାଲ ପାଣିରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। କେନାଲରେ ଶବ ଭାସୁଥିବାର ଦେଖି ଏ ବିଷୟରେ ଜୟପାଟଣା ବ୍ଲକ ପାଇକପଡ଼ା ପଞ୍ଚାୟତର କିଛି ବ୍ୟକ୍ତି ପୋଲିସ ଓ ଦମକଳ ବାହିନୀକୁ ଫୋନ ଯୋଗେ ସୂଚନା ଦେଇଥିଲେ। ଘଟଣାସ୍ଥଳକୁ ପହଞ୍ଚିଥିଲେ। ଘଟଣାସ୍ଥଳକୁ ପୋଲିସ ଓ ଦମକଳ ଆସି ଉଦ୍ଧାର କଲେ। ପରେ ପରିବାର ଲୋକେ ଘଟଣାସ୍ଥଳକୁ ପହଞ୍ଚିଥିଲେ। ବର୍ତ୍ତମାନ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। କଳାହାଣ୍ଡି ଜିଲ୍ଲାରୁ ପରମାନନ୍ଦ ଠାକୁରଙ୍କ ସହ ନାରାୟଣ ପ୍ରସାଦ ନାୟକଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍। ये जो केनाल रे भासिकी आसी आपन कौन लगे केमती केमती घटनाटा है? राणीवाल थे सर, मो शाशु गुरुवार दिन आसी ऑफिस काम पेंशन पेंशन लागू होती, मो शशुर पेंशन लगाई एसपी चाकरी थी। मो शाशुर पेंशनटा लागू होती आसते राणीवाल थे मो शाशु। सोमवार दिन ठार मत खोजे, सोमवार दिन ठार खोजी सर मिलना ना। आज आता लाश पाइला खोजी फोन कले मिलला सीधा आम शाशु मान लगे और गत सोमवार दिन यात्रा है सीधे आसते केबे केबे तो से निखोज थे केते समय तुम जान लो जो घटना है? विषय हम जानते ये घटना देखिए आम खुद खाली प्रकाश देखिए आज खाली नहीं आम आस